ମହାନ ସୃଷ୍ଟି କରିଛନ୍ତି। କାଲି ସେଇ ମାଟିକୁ ଯେତେବେଳେ ମୁଁ ମନ୍ଦିର ଦେଖେ ଆଉ ସେ ଯୋଉ ପ୍ରକାର ମାନେ ନିମନ୍ତ୍ରଣ ଜଣାନ୍ତି ଏଠାକୁ ଆସିବା ପାଇଁ, ସେଇଥିରୁ ବୁଝି ହୋଇଯାଏ ଯେ ସେ ମାଟିର ସଂସ୍କାର କଣ ଆଉ ଏ ଘରର ସଂସ୍କାର କଣ ଆଉ ଦିବ୍ୟଲୋଚନ ଭାଇ କଣ। ଭାଇଙ୍କ ବିଷୟରେ ମୁଁ ତ ଆଗରୁ ଜାଣିନଥିଲି, କାଲି ଯାହା ଜାଣିଲି ତାଙ୍କର ସହଧର୍ମ ଠାରୁ ସେ ଅବ୍ୟବତ ପାଇଛନ୍ତି। ସେ ବିଷୟରେ ମୁଁ ମୋର ଜୀବନର ଗୋଟେ ଅନୁଭୂତି ଆଜିର ଗୋଟେ ଘଟଣା କହି ମୋର ବକ୍ତବ୍ୟ ସାଙ୍ଗ କରିବି। ଆମେ ଯୋଉମାନେ ଠାକୁରଙ୍କୁ ଧରିଛେ, ଆମେ ସମସ୍ତେ ପ୍ରତ୍ୟେକ ଏପରି ହବା ଉଚିତ ଯେ ଠାକୁର ଯାହା କହିଛନ୍ତି ଆମକୁ ଯୋଉମାନେ ଦେଖିବେ ସେମାନେ ବୁଝିପାରିବେ ଇଏ ଠାକୁରଙ୍କର ଲୋକ। ଆମେ ଯୋଉଠି ଯାଉଛେ ଦାଦନ କରିବା ପାଇଁ ବା ଯୋଉ ଦୀକ୍ଷା ଦେବା ପାଇଁ, ସେଠି ଠାକୁର ଯାହା ଯାହା କହିଛନ୍ତି ସେଇ କଥା ଗୁଡ଼ିକ କହିବା। କାହିଁକି ନା ଆଜି ମୁଁ ଗୋଟେ ଜାଗାକୁ ଯାଇଥିଲି ଡିପୱା, ଭୁବନେଶ୍ୱର ଠାରୁ ପ୍ରାୟ 70-80 କିଲୋମିଟର। ସେଠାରେ ପହଞ୍ଚିଲା ପରେ ମୁଁ ଯାଇଥିଲୁ ଯାହା ପାଖକୁ ଦେଖିଲୁ, ସେ ଭାଇଟି ସାଙ୍ଗେ କଥା ହେଲୁ। କଥା ହେଲା ଫଳରେ ସେ ଯାହା କହିଲେ ମୋ ଆଖିରେ ଲୁହ ବାହାରିଲା ଆଉ ପାଦରୁ ମାଟିଟି ଖସିଗଲା। ସେ କହିଲେ ଯେ ମୁଁ ଯେତେବେଳେ ପାଠ ପଢୁଥିଲି ସେଇ ସମୟରେ ମୁଁ ଠାକୁରଙ୍କର ସଦ୍ନାମ ପାଇଥିଲି, ଆଉ କିନ୍ତୁ ମୁଁ ସେଇ ଗୋଟିଏ ଦିନ ମାତ୍ର ଇଷ୍ଟବୃତ୍ତି କରିଛି। ଗୋଟିଏ ଦିନ ଯୋଉଦିନ ସଦ୍ନାମ ପାଇଲି, ଏମିତି ଯୋଉଦିନ ମତେ କହିଲେ ମୁଁ ସେଇ ଗୋଟିଏ ଦିନ ଇଷ୍ଟବୃତ୍ତି କରିଛି, ତାପରେ ଇଷ୍ଟବୃତ୍ତି କରିନି। କାହିଁକି ନା ମତେ କେହି କହିନାହାନ୍ତି, ଯିଏ ମତେ ଦାଦନ କଲେ ଯେ ମୋର ଦାଦା ହେବେ ସିଏ ବି କହିନାହାନ୍ତି ଯେ ପ୍ରତ୍ୟେକ ଦିନ ଇଷ୍ଟବୃତ୍ତି କରିବାକୁ ପଡେ। ଆଉ ଯିଏ ଦୀକ୍ଷା ଦେଲେ ସିଏ ମଧ୍ୟ କହିନାହାନ୍ତି ଯେ ଇଷ୍ଟବୃତ୍ତି ପ୍ରତ୍ୟେକ ଦିନ କରିବାକୁ ପଡେ। ଦେଖନ୍ତୁ, ମୁଁ ପ୍ରଥମ ମୂଳରୁ ଯୋଉ କଥା କହିଲି, ଆମେ ଯୋଉ ଠାକୁରଙ୍କ କଥା କହୁଛେ, ଠାକୁରଙ୍କୁ ଯାହା କୁହା ଅଛି ସେଇଟା ହିଁ କହିବା ଉଚିତ। ତାପରେ ହେଇଛି କଣ, ପିଲାଟି ପାଠ ପଢେ କିନ୍ତୁ ତାର ଯୋଉ ସାଙ୍ଗ ଜଣେ ଦୀକ୍ଷା ନେଇଥିଲା, ସେ ସାଙ୍ଗ ତାକୁ କହିଛି ତାର ପାଠ ଯେତେବେଳେ ଭଲ ହୁଏ, ଯଦି ତୁ ନାମ କରିବୁ ସବୁବେଳେ ପାଇଁ ତୋର ପାଠ କିନ୍ତୁ ବହୁତ ଭଲ ହବ। ସେ ତାଙ୍କ ସାଙ୍ଗଠାରୁ ଶୁଣି ଆଉ ସେ ସେବେଠାରୁ ସେ ନାମଟା କରିଚାଲେ, କିନ୍ତୁ ଇଷ୍ଟବୃତ୍ତି କରେନି। କିଛି ଦିନ ପରେ ସେ +2 ପଢୁଥାଏ, ସେଇ ସମୟ ତାର ଗୋଟେ ରୋଡ ଆକ୍ସିଡେଣ୍ଟ ହୁଏ, ଆଉ ସେ ଆକ୍ସିଡେଣ୍ଟ 10 ଚକିଆ ଟ୍ରକ୍ ତଳେ ସେ ପଡେ। ମାନେ ଯୋଉଟା କି ସେ କହିଲା ଯେ ମୋର ମୃତ୍ୟୁ କିନ୍ତୁ ନିଶ୍ଚିନ୍ତ। ଆଉ ସେଇ ସମୟରେ କିନ୍ତୁ ମୁଁ ନାମ କରିଥାଏ, ମୁଁ ବିଶ୍ୱାସ କରିପାରିଲିନି। ମୁଁ ଅନୁଭବ କଲି ଗୋଟିଏ ସେକେଣ୍ଡ ଭିତରେ ମୁଁ ଏମିତି ପଡିଛି, ଟ୍ରକଟା ଚଢିବ ଯେତେବେଳେ ମୋ ମୁଣ୍ଡ ମୋ ଗୋଡରେ ଚଢିଛି, ମୁଁ ଶେଷ ହେଇଛି। ମତେ ସାଙ୍ଗେ ସାଙ୍ଗେ ପୁରା ବୁଲେଇ ଦେଲା ଯେ ମୁଁ ପୁରା ସିଧା ହେଇକି ଆଉ ଟ୍ରକଟା ମୋ ଉପରେ କ୍ରାସ୍ କରିଗଲା। କିନ୍ତୁ ମୋ ହାତ ଗୋଡ ଭାଙ୍ଗିଲା କିନ୍ତୁ ମୁଁ ମରି ନାହିଁ। କାହିଁକି ନା ମୁଁ ସେ ନାମଟା କରୁଛି। ତାପରେ ମୁଁ ତାଙ୍କୁ କହିଲି ଭାଇ ସେଇଟା ଠିକ, କିନ୍ତୁ ତୁମେ ଆଉ ଗୋଟେ ଭୁଲ କରିଛ। ଯାହା ବି ହଉ ତୁମେ ଅଜାଣତରେ ଅଜାଣତରେ ଇଷ୍ଟବୃତ୍ତିଟା କିନ୍ତୁ କରିବ, ଆଉ ଇଷ୍ଟବୃତ୍ତିଟା ହିଁ ହଉଛି ରକ୍ଷା କବଚ। କାରଣ ଇଷ୍ଟବୃତ୍ତି ହଉଛି ଯେତେବେଳେ ଆମେ ଗୁରୁଙ୍କୁ ଗ୍ରହଣ କରୁ, ସେଇ ଗୁରୁଙ୍କର ଯେ ସତ୍ନାମ ପାଉ, ସେ ଯଜନ ଯାଜନ ଇଷ୍ଟବୃତ୍ତି କିନ୍ତୁ କରିବା ପଡେ। ତେଣୁ ଇଷ୍ଟବୃତ୍ତି ହଉଛି ଦୀକ୍ଷା ବଞ୍ଚେ ଆଉ ମୋର କର୍ମଫଳ ଖଣ୍ଡନ କରେ। ଇଷ୍ଟବୃତ୍ତି ବହୁତ ସାଂଘାତିକ ଜିନିଷ। ତେଣୁ ପ୍ରତ୍ୟେକ ଆମେ ଇଷ୍ଟବୃତ୍ତି କରିବା। ଭାଇଟି ଇଷ୍ଟବୃତ୍ତି କଲେ ଏବଂ ଶପଥ ନେଲେ ଯେ ମୁଁ ଆଜିଠୁ, ସେ ଏବେ ବାହାସାହା ହେଇସାରିଲେଣି, ତାଙ୍କର ସଂସାର ହେଲାଣି। କହିଲେ ମୁଁ ତ ନେଲି, ମୋର ପିଲାମାନଙ୍କୁ ମଧ୍ୟ କରେଇବି ଏବଂ ସେମାନେ ମଧ୍ୟ ରେଗୁଲାର ଇଷ୍ଟବୃତ୍ତି କରିବେ। ମୁଁ ଆଜିଠାରୁ ଆପଣଙ୍କ ପାଖରେ ଶପଥ କରି କହୁଛି, ମୁଁ ସାରା ଜୀବନ ଯେପର୍ଯ୍ୟନ୍ତ ବଞ୍ଚିଛି ନିଶ୍ୱାସ ଚାଲିଛି, ମୁଁ କେବେ ବି ଜୀବନ ଇଷ୍ଟବୃତ୍ତି ବନ୍ଦ କରିବି ନାହିଁ। ଚିନ୍ତା କର, ଯଦି ଇଷ୍ଟବୃତ୍ତି ସେ କରୁଥାନ୍ତି, ସେ ନିଜେ କହୁଛନ୍ତି ମୁଁ ଯଦି ଇଷ୍ଟବୃତ୍ତି କଥା ଜାଣିଥାନ୍ତି, ଯଦି ମୁଁ ଇଷ୍ଟବୃତ୍ତି କରିଥାନ୍ତି, ହୁଏତ ମୋର ହାତ ଗୋଡ ମୁଣ୍ଡ ଭାଙ୍ଗି ନଥାନ୍ତା, ମୁଁ ଦୀର୍ଘ 10 ବର୍ଷ କାଳ ବେଡରେ ପଡ଼ିଥାନ୍ତି। ମୁଁ 10 ବର୍ଷ ବେଡରେ ପଡ଼ିଛି, କିନ୍ତୁ ବଞ୍ଚିଛି ସେ ନାମ ମାଧ୍ୟମରେ। ଆଉ ସେ ନାମଟା ସତ୍ନାମ ବା ଗୁରୁଙ୍କ, ସେ ଗୁରୁଙ୍କୁ ଧରିଲେ ମଣିଷ। ଗୁରୁ ଯିଏ ଆମକୁ ବତେଇ ଦେବେ। ଗୁରୁ ତ ସଂସାରରେ ବହୁ ଗୁରୁ ଅଛନ୍ତି। କାହିଁକି ନା ମୁଁ ଜଣେ ଏମିତି ଗୁରୁ ପାଇଛି, ଯାହାଙ୍କ ପାଖକୁ ଗଲେ, ଯାହାଙ୍କୁ ମୁଁ ପ୍ରଶ୍ନ କଲେ ଯେ ମୋର ଉତ୍ତର ଦେଇପାର। ଯେପରି ମୁଁ ମିରର ସାମ୍ନାରେ ଠିଆ ହେଲେ ମୋର ଧୋତି କିମ୍ବା ମୋର ଚୁଟି, ମୋର ମୁହଁ କଣ ଅଛି ମୁଁ ଜାଣିପାରେ। ଠିକ ସେମିତି ଯଦି ମୁଁ ଗୁରୁଙ୍କ ପାଖକୁ ଯାଏ, ଯିଏ ଗୁରୁଙ୍କ ପାଖକୁ ଯିବି, ଯିଏ ମତେ ସବୁ କିଛି ବତେଇ ଦେବେ, ଜୀବନର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯାହା ଅଛି ତା ଭିତରେ ସବୁ କିଛି ସେ ବତେଇ ଦିଅନ୍ତି। ଆଉ ନିଜର ଅଧିକାର ସେ କେବେ ଜାହିର କରନ୍ତି ନାହିଁ। କୁହନ୍ତି ଏଇଟା କଲେ ଭଲ, ଏଇଟା ନ କଲେ ଭଲ। ସେଇଥିରେ ଆମର ବୁଝିଯିବା ଦରକାର ମୁଁ ଏଇଟା କରିବି କି ନାହିଁ। ସେ ବିଷୟରେ ବହୁତ କିଛି ଠାକୁରଙ୍କର ଅପଗତ ଅଭିଜ୍ଞତା ଅଛି। ସମୟ ତ ସଂକୀର୍ଣ୍ଣ, ତେଣୁ ଆପଣମାନେ ସମସ୍ତେ ଚିନ୍ତା କରନ୍ତୁ ଏବଂ ପ୍ରାୟ ଯେ ଏଠି ବସିଛନ୍ତି ସମସ୍ତେ ଠାକୁରଙ୍କୁ ସେଇ ସତ୍ନାମ
बीज मंत्र पाई जो मैंने पाई से भल भाव जप करूँ और नियमित भाव इष्टवृत्ति करूँ आ जो मैंने पाई ना से यही मुहूर्तर सत्संग शेष होगा इच्छा हुए इच्छा ना जोर जबरदस्ती मु परीक्षा करने ठाकुर सतनाम नेबी नहीं देखिए जीवन हूँ कौन कहीं ना मत भल न लगे मत मेलेरिया मत क्विनाइन खाया भल लगे प्रबल पिता किंतु मोर बापा माँ कि जी मोर शुभचिंतक से जबरदस्ती खुआई दिखती ठीक से मु परीक्षा करने मो जीवन जहाँ आज पर्यटन हो आगु कौन हम से परीक्षा मो प्रभुकर से नाम मनन करी ग्रहण करी से गुरु आश्रय रही तेणु आसतु सर्वे भवन्तु सुखिनः सर्वे सन्तु निरामया सर्वे भद्राणि पश्यन्तु मा